आरंभ है बाबा 11 दिनिया मेलन। पुरी जिला ब्रह्मगिरी निर्वाचन मंडली कृष्णप्रसाद ब्लॉक चिलिका कूल प्राकृतिक सौंदर्य भरा मन जिणिला भली आनंदमय परिवेश रे बाबा चौबरं पीठ अवस्थित। मादला पांजीरु संगृहित मतानुसार श्री जगन्नाथ मंदिर प्रतिष्ठा 4 जन ऋषि आसिथिले। ସେହି 4 ଜଣ ଋଷିଙ୍କ ମଧ୍ୟରେ ଚୌବର ବାବା ଅନ୍ୟତମ। ଚୌବର ବାବା ଆଳୁପାଟଣାର ଏକ ବାଉଁଶ ବୁଦା ମୂଳେ ସମାଧି ନେଇଥିଲେ। କେବେ ସମାଧି ନେଇଛନ୍ତି ତାହା କାହାକୁ ଜଣାନଥିବା ବେଳେ ପୂର୍ବପୁରୁଷଙ୍କ ମତ ଅନୁସାରେ ଆଳୁପାଟଣା ଗାଁ ଏବଂ ଆଖପାଖର ଗାଈବଳଦମାନଙ୍କୁ ଚରିବା ପାଇଁ ଚିଲିକା କୂଳକୁ ଛାଡ଼ି ଦିଅନ୍ତି। ଆଳିପାଟଣାର ଜଣେ ମହିଳା ପ୍ରତିଦିନ ଦେଖୁଥିଲେ କାଳି ଗାଈଟିଏ ପ୍ରତିଦିନ ବାଉଁଶ ବୁଦା ମୂଳରେ ଆସି ଠିଆ ହେଉଛି ଏବଂ ସେହି ଗୋମାତାଙ୍କ ସ୍ତନରୁ ମନକୁ କ୍ଷୀର ଝରୁଛି। ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ସେ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀ ବାଉଁଶ ବୁଦା ମୂଳରେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ମୁଣ୍ଡିଆ ମାରିଥିଲେ। ବାବା ଚୌବର ସେଠାରେ ତାଙ୍କୁ ପୂଜା କରିବା ପାଇଁ କହିଥିଲେ। ସେହିଦିନଠାରୁ ଚୌବର ପୀଠରେ ବାବା ଚୌବର ପୂଜା କରାଯାଉଛି। ପ୍ରତିଦିନ ହଜାର ଭକ୍ତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି। ସେହିଭଳି ଆଳୁପାଟଣା ଏବଂ ପଡ଼ୋଶୀ ଗ୍ରାମ ମଧ୍ୟରେ ଦୀର୍ଘଦିନ ହେବ କନ୍ଦଳ ଲାଗି ଆଳୁପାଟଣା ଗ୍ରାମର ଯୁବକଙ୍କ ଆକ୍ରମଣରେ ପଡ଼ୋଶୀ ଗ୍ରାମର ଜଣେ ଯୁବକ ଗୁରୁତର ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ। ସେହି ଯୁବକଙ୍କୁ ସୁସ୍ଥ କରିବା ପାଇଁ ଆଳୁପାଟଣାବାସୀ ବାବା ଚୌବରଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ କରିବାରୁ ପଡ଼ୋଶୀ ଗ୍ରାମର ଯୁବକ ସୁସ୍ଥ ହୋଇଯାଇଥିଲେ। ସେହିଦିନଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ଦୀର୍ଘ 77 ବର୍ଷ ହେବ ଦୀର୍ଘ 11 ଦିନ ଧରି ମହାଆଡ଼ମ୍ବରରେ ପାଳନ କରାଯାଇଛି। ଗତକାଲିଠାରୁ ସଂଗଠନର ନୂତନ ସଭାପତି ସ୍ୱାଧୀନ କୁମାର ଜେନାଙ୍କ ସଭାପତିତ୍ୱରେ ପୂର୍ବତନ ସଭାପତି ରବୀନ୍ଦ୍ର କୁମାର ଜେନା, ସମ୍ପାଦକ ଉପସଭାପତି କୋଷାଧ୍ୟକ୍ଷଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟା ଏବଂ ଗ୍ରାମବାସୀ ମିଶି ବାବା ଚୌବର ପୀଠରୁ ଗ୍ରାମ ଦେବାଦେବୀମାନଙ୍କୁ ନିମନ୍ତ୍ରଣ କରି ମହାଆଡ଼ମ୍ବରରେ ବାଜା କୀର୍ତ୍ତନ ନାଚ ଗୀତ କରି ଯଜ୍ଞସ୍ଥଳ ପାଛୋଟି ଆଣିଥିଲେ। ପରେ 21 ଜଣ ବ୍ରାହ୍ମଣଙ୍କୁ ନେଇ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। 11 ଦିନ ଧରି ବାଦିପାଲା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରତିଦିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏବଂ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ଏଥିସହିତ ପ୍ରତିଦିନ 3000ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ମାଗଣା ପ୍ରସାଦ ବଣ୍ଟନ କରାଯାଉଛି। ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ କୃଷ୍ଣପ୍ରସାଦ ବ୍ଲକର ପ୍ରତିଟି ଗାଁର ଶ୍ରଦ୍ଧାଳୁମାନେ ପୂର୍ଣ୍ଣ ସହଯୋଗ କରିଛନ୍ତି। ମୋ ନାଁ ପ୍ରସନ୍ନ କୁମାର ଦଳାଇ, ଆଳୁପାଟଣା ବାବା ଚୌବର ପୀଠ। ଆଜ୍ଞା, ଚୌବରଙ୍କ ପୀଠରେ ଯେଉଁ 11 ଦିନ ଧରି ଯେଉଁ ଯଜ୍ଞ ଚାଲିଛି ତ ଆରମ୍ଭ ହେଲା ଆଜିଠୁ, ତ ଆପଣଙ୍କର ଚୌବର ବାବା ଆସିଲେ କେମିତି, ଏଠାରେ ଏ ପାଖ ଚାଲିଲା କେମିତି, ତାପରେ ଟିକେ ବିସ୍ତୃତ ବିବରଣୀ। ଚୌବର ବାବା 4 ଜଣ ବାବା ଆସିଥିଲେ ଜଗନ୍ନାଥଙ୍କ ପ୍ରତିଷ୍ଠା। ଚୌବର ବାବା ଆମର ଏଠି ଅଛନ୍ତି, ଉଦ୍ଧବ ଦାସ ବାବା ମୁଣ୍ଡିଆ ଉପରେ ଅଛନ୍ତି, ଗୋସ୍ୱାମୀ ବାବା ଅଛନ୍ତି କ'ଣ ନା ଗୋରାପୁର, ବାକି ହାଡ଼ି ଦାସ ବାବା ଅଛନ୍ତି ଜଗନ୍ନାଥଙ୍କ ଅଛନ୍ତି। ଏ 4 ଜଣ ବାବା ପ୍ରତିଷ୍ଠା ବେଳେ 4 ସାଙ୍ଗ ଥିଲେ। ଆସିବା ପରେ ଚୌବର ବାବା ଏଠି ଅନ୍ତର୍ଧ୍ୟାନ ହୋଇଛନ୍ତି ବାଉଁଶ ଗଛ ମୂଳରେ। ଏବଂ ଗୋଟେ ଗାଈ, ଆମ ପୂର୍ବପୁରୁଷମାନେ କହନ୍ତି ଗୋଟେ ଗାଈ ଆସି ସେ ବାଉଁଶ ଗଛ ଆଉ କ'ଣ ନା ମନକୁ କ୍ଷୀର ଝରେ। ଆଉ କିଏ ଜଣେ ଆମ ଗାଁର ଜଣେ ସ୍ତ୍ରୀ ଲୋକ ଦେଖିଥିଲା, ଆଉ ଦେଖିଲା ଯେ କ'ଣ ଗୋଟେ ଗାଈଟା ଆସିକି ଏଠି ସଦାବେଳେ କ୍ଷୀର ଦେଇକି ଯାଉଛି। ତାପରେ ଏମିତି ବାହାରିକିରି କିମ୍ବଦନ୍ତୀ ବାହାରିଲା ବାବାଙ୍କର। ବାବା ବହୁ ପ୍ରତ୍ୟକ୍ଷ ଠାକୁର। ତ ବାବାଙ୍କର ମହିମା ଯେଉଁ ବାଉଁଶ ଗଛ ଅଛି, ତ କୂଅର ବି କିଛି ମହିମା ଅଛି। ହଁ, କୂଅର ଆମର ମନେ ଅଛି ଯେ କ'ଣ ନା ଯେ କୌଣସି ପର୍ବପର୍ବାଣୀରେ ଜଣେ କୂଅରେ ଆଉ କ'ଣ ନା ପିଇଲା ବେଳେ ଆଉ କହିଲା ଯେ ନାଇଁ ଗୋଳିଆ ପାଣି ଗୁଡ଼ା କ'ଣ ପିଇ, ତା ପେଟ ଏତେ ଖରାପ ହେଲା ଯେ ସେ ଆଉ ଭଲ ହେଲାନି। ବାବା ସ୍ୱପ୍ନରେ ତାକୁ ସ୍ୱପ୍ନେଇଲେ, ସେ ଆସିଲା, ଆସିକି ଦକ୍ଷିଣା ଦେଲା, କୂଅ ଉଜାଡ଼ିକି ଭୋଗରାଗ କଲା, ମାନିକିରି ଗଲା। ଏମିତି କିମ୍ବଦନ୍ତୀ ଯୋଗୁଁ ଆଜି ସମସ୍ତେ ଚୌବର ବାବାଙ୍କୁ ଏତେ ପ୍ରତ୍ୟକ୍ଷ ଠାକୁର ଭାବେ ମାନୁଛନ୍ତି। ବିଶ୍ୱାସ କରିବେନି, ଆପଣ ଥରେ ବିଶ୍ୱାସ କରନ୍ତୁ, ଏତେ ବିଶ୍ୱାସ ନ ହେବେ ବିଶ୍ୱାସ କରିପାରିବେନି। ଶ୍ରୀ ରବୀନ୍ଦ୍ର କୁମାର ଜେନା, ଆଳୁପାଟଣା। ଆଳୁପାଟଣାରେ ଦୀର୍ଘ 72 ବର୍ଷ ଯେଉଁ ଆମର ବର୍ତ୍ତମାନ ମହାଯଜ୍ଞ ଚାଲିଛି, ଆଜି ବର୍ତ୍ତମାନ ଠାକୁର ବରଣ ହେଇକି ଆସିଲେ। ହଜାର ହଜାର ଭକ୍ତଙ୍କ ମଧ୍ୟରେ ନାଚ ଗୀତ କରି ଯେଉଁ ସବୁ ଠାକୁରମାନେ ଗ୍ରାମର କାଳିଜାଇଠୁ ଆରମ୍ଭ କରି ବସନ୍ତୀଠୁ ଆରମ୍ଭ କରି ସମସ୍ତଙ୍କୁ ଏଠିକି ନିମନ୍ତ୍ରଣ କରି ନେଇକି ଆସିଲେ। ବର୍ତ୍ତମାନ ଯଜ୍ଞ ଆରମ୍ଭ ହୋଇଗଲାଣି, ତ କ'ଣ କହିବେ ତାକୁ? ଆଜିର କାର୍ଯ୍ୟକ୍ରମ ସେଇଭଳି ରହିଛି ଯେମିତି ଗତ ବର୍ଷ ଭଳି ଏ ବର୍ଷ ବି ଆରମ୍ଭ କରାଯିବ। ଏବେ ବର୍ତ୍ତମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ଠାକୁର ଆମର ଇଷ୍ଟଦେବୀ ଜାଗେଶ୍ୱରୀ, କାଳିଜାଇ ଆଉ ଉଗ୍ରତାରା, ଗ୍ରାମ ଦେବତୀ, ଏମାନେ ସମସ୍ତେ ନିମନ୍ତ୍ରଣରେ ଭାଗବତ ମହାପ୍ରଭୁ ନିମନ୍ତ୍ରଣ ନେଇକି ଆସିବେ, ରଘୁନାଥ ନିମନ୍ତ୍ରଣ ନେଇକି ଆସିବେ, ମହାବୀର ନିମନ୍ତ୍ରଣ ନେଇକି ଆସିବେ, ଆମ ଯଜ୍ଞେଶ୍ୱର ନିମନ୍ତ୍ରଣ ନେଇକି ଆସିବେ, ଲକ୍ଷ୍ମୀନାରାୟଣ ନିମନ୍ତ୍ରଣ, ବହୁତ ଠାକୁର 33 କୋଟି ଦେବତା ଏଠିକି ନିମନ୍ତ୍ରଣ କରାଯାଏ। ଇଏ ବିଶ୍ୱଶାନ୍ତି ମହାଯଜ୍ଞ ଆମର ନୁହଁ,
ଏ ଏରିଆର ମଙ୍ଗଳ ପାଇଁ, ଏ ଦେଶର ମଙ୍ଗଳ ପାଇଁ, ଏ ଭାରତର ମଙ୍ଗଳ ପାଇଁ ଏ ବିଶ୍ୱ ମହାଯଜ୍ଞ ଦୀର୍ଘ 72 ବର୍ଷ ଚାଲିଛି ଏବଂ ଆଗାମୀ ବି ଚାଲି ରହିବ। ଏ ବିଷୟ ଆମର ଧାରଣା ଅଛି। ପୌରାଣିକ ମତେ ଅଛି ଯେ କଥା ଅଛି ଯେ ଯେତେବେଳେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଇଥିଲା ତ ସେତେବେଳେ 4 ଜଣ ଋଷି ସାଧୁ ଆସିଥିଲେ। ସେ ହେଉଛନ୍ତି ମୌନ ଗୋସ୍ୱାମୀ ଗୋରାପୁର ଅଛନ୍ତି, ଆଉ ଆମର ଉଦ୍ଧବ ଦାସ ବାବା ଆମର ଅଛନ୍ତି ଗୋସନ୍ଦପୁର ମୁଣ୍ଡିଆ, ଚୌଗର ବାବା ଆମର ଅଛନ୍ତି ଏପଟେ ଆଳୁପାଟଣା ଏବଂ ହାରିଦାସ ଅଛନ୍ତି ଆମର ଜଗନ୍ନାଥ ମନ୍ଦିର ପଛପଟେ ଯୋଉଟା ମଠ ହାରିଦାସ ମଠ ମନ୍ଦିର। ଚାରି ଋଷି ଆସିଥିଲେ। ଏଠି ଆପଣଙ୍କୁ କହିବାକୁ ଚାହିଁବୁ ଯେ ଶୁଣାଯାଏ ଯେ ଯେତେବେଳେ ବିଗତ ଦିନରେ ଚୌଗର ବାବା ଯେତେବେଳେ ସୃଷ୍ଟି ହେଲେ ଆପଣମାନେ କେହି ଜାଣିନଥିଲେ କି ନଥିଲେ, ଆମେ କିଛି ଶୁଣାଯାଏ ଯେ ଗାଈ ଆସି ମୁଣ୍ଡିଆ ମାରେ। ସେ ତ ବାବାଙ୍କର ଅନେକ କିମ୍ବଦନ୍ତୀ ଅଛି। ମାଦଳା କହେ ଆମେ ଜଗନ୍ନାଥ ମନ୍ଦିର ଆସିବାର ଯେଉଁ ପ୍ରତିଷ୍ଠା ଆସିଥିଲେ ଆମେ ଏଇଟା ମାଦଳାରୁ କିଛି ବାହାର କରିବୁ, କିନ୍ତୁ ଆଉ ଯେଉଁ ଗାଈ ଆସିକିରି କ୍ଷୀର ଦେବା ଇଏ କରିବା ସେମାନେ ସବୁ ଆମର ପୂର୍ବ ପିଢ଼ି ମାନେ ଦେଖିଥିବେ, କିନ୍ତୁ ଆମେ ସେ ଭିତରେ ଅଜ୍ଞ, ଆମେ ଜାଣିନୁ। ମନ୍ଦିର ପ୍ରବେଶ କରୁ କରୁ ବାଁ ପଟେ ଗୋଟେ କୂଅ ଅଛି। ଆଜ୍ଞା କୂଅ ଆଜ୍ଞା ସେ କୂଅର ମହାତ୍ମା ଟିକେ ସେ କୂଅର ମହାତ୍ମା କ'ଣ? ସେ କୂଅ ପାଣି ଗାଁକୁ ଦିଆଯାଏନି। ସିଏ କୂଅ ପାଣି ଏକୁଟିଆ ଠାକୁର ଗାଧେଇବେ, ତା ବ୍ୟତୀତ ତାକୁ ଅନ୍ୟ କାର୍ଯ୍ୟରେ କରାଯାଏ କିଛି ଲାଗି କରାଯାଏନି। ଠାକୁରଙ୍କ ଭୋଗ ସେଇ କୂଅ ପାଣି ରହୁଏ। ବର୍ତ୍ତମାନ ଏ ଯେଉଁ ବାଉଁଶ ଗଛ ଅଛି ତ ତାର ମହାତ୍ମା କ'ଣ ଅଛି? ବାଉଁଶ ଗଛର ମହାତ୍ମା ଆମେ ଆଖିରେ ଦେଖିଲୁ, ଫନି ହେଲା। ଏଠି ଯଜ୍ଞ ଘର ଭାଗିଗଲା, ଭାଗବତ ଘର ଭାଗିଗଲା, ସବୁ ଘର ଘର ଭାଗିଗଲା, କିନ୍ତୁ ସେ ବାଉଁଶ କୁମ୍ଭର କିଛି ହେଇନି। ଆଉ ପିଲାଦିନୁ ଆମେ ଦେଖି ଆସୁଛୁ ଯେତିକି ବାଉଁଶ ସେତିକି, ଯଦି ଗୋଟେ କମଳୁଛି ଗୋଟେ ମରୁଛି, ତାର ବଢ଼ିବାର ନାହିଁ କି ଛିଡ଼ିବାର ନାହିଁ। ତାର ମହାତ୍ମା ଏତିକି ଆମେ ଜାଣିଛୁ। ଆଉ ତାର ବାବାଙ୍କ କଥା ତ କହିବାକୁ ଭାଷା ପାଉନି, କାରଣ ଅନେକ 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 ଅଛି। କେତେ ଅପୁତ୍ରିକ ମାନେ ପୁତ୍ର ପାଉଛନ୍ତି ତା ଠିକ୍ ନାହିଁ। ଆଜିଠାରୁ 11 ଦିନ ଧରି ଯେଉଁ କାର୍ଯ୍ୟକ୍ରମ ଚାଲିଲା କ'ଣ କ'ଣ ସବୁ କାର୍ଯ୍ୟକ୍ରମ ରହିଛି? ଆଜିଠୁ 11 ଦିନ ରାମନୀଳା ପ୍ରୋଗ୍ରାମ ଅଛି, ଇଏ ଅଛି ଆମର ଗୋଟି ପୁଅ ନାଚ ଅଛି, ବାଦିପାଲା ରସରାତି ଚାଲିବ ଏବଂ ଭଜନ ସମାରୋହ ଚାଲିବ, ଭାଗବତ ପୁରାଣ ଚାଲିବ। ପ୍ରତିଦିନ ବି ଆମର ଅନୁଷ୍ଠାନ ତରଫରୁ ସବୁ ପ୍ରକାର ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଅନ୍ନଦାନ ଦିଆଯିବ। ଏମିତି ସବୁର ବିଭିନ୍ନ ପ୍ରକାର ଆନନ୍ଦ ଉତ୍ସବ ପୁରୀ ରହିବ। ଆଉ ଏ 11 ଦିନ ଆମେ ବହୁତ ଖୁସି। ଧନ୍ୟବାଦ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ରୂପାଥାଳିଆ ନ୍ୟୁଜ୍।